ଅଭିଯୋଗ ତ ବିରୋଧ କରିବେ, ନିଶ୍ଚିତ ଭାବରେ କରିବେ। ତାପରେ ଆପଣ ଯେତେ ଭଲ କାମ କରନ୍ତୁ ଲୋକଙ୍କର ଅଶାନ୍ତି ଟିକେ ରହିବ, କିନ୍ତୁ କଟନୀ ଛଟନୀ ହବା ଆମ ନଜରରେ ନାହିଁ। କୋଉଠି କ'ଣ ଏଇ ଯୋଉ ଅଦିନିଆ ବର୍ଷା ହେଲା ସେଥିପାଇଁ ଯୋଉଠି ଧାନର କଲର ଖରାପ ହେଇଯାଇଛି କି ମାନ ଟିକେ କମି ଯାଉଛି, ଏଫିକୁ ଆସୁନାହିଁ, ସେଠି ଚାଷୀ ତାଙ୍କର ମିଲର ସାଙ୍ଗେ ନେଗୋସିଏସନ କରି ଧାନକୁ ଦଉଛନ୍ତି। ଏକଥା ମୁଁ ବି ଯାହାର ଖବର ପାଉଛି। କିନ୍ତୁ କଟନୀ ଛଟନୀ ଆମେ ଯୋଉ କହିଛୁ ଯେ ଭଲ ଧାନ ଦିଅ ଭଲ ପଇସା ପାଇବ, ସେଟା ଚାଲିଛି ଠିକ। କୁହାଯାଉଛି କି ମଣ୍ଡି ମାନଙ୍କରେ ମନ୍ତ୍ରୀ ବିଧାୟକ ଏବଂ ସାଧାରଣ ଲୋକ ବସିକି ମିଲର ବସିକି କଟନୀ ଛଟନୀ କରୁଛନ୍ତି, 3 କେଜି 5 କେଜି ଏଟା ଫାଇନାଲ କରାଯାଉଛି, ଏଟା କେତେ ସତ୍ୟତା? ନାଇଁ, ସେମିତି କାହିଁ ଖବର କିଛି ନାହିଁ, ଭୁଲ କଥା। ମିଲରଙ୍କ ପ୍ରାଦୁର୍ଭାବ ନେଇ କ'ଣ କହିବାକୁ ଚାହିଁବେ? ପ୍ରାଦୁର୍ଭାବ ସିଏ ଯେହେତୁ ବ୍ୟବସାୟ କରୁଛନ୍ତି, ସିଏ ଜିନିଷ ଭଲ ଜିନିଷ ଖୋଜୁଛନ୍ତି। ଯୋଉଠି ଟିକେ ମାନ ଠିକ ନାହିଁ, ଆମର ତ ଗ୍ରୀନ ଲାର୍ନାରେଜର ଅଛି ନା, ସେ ଟୋଟାଲ 20 ଗ୍ରାମ ଧାନ ପଡୁଛି, ତାକୁ ସେଥିରେ ପୁରା ରିପୋର୍ଟ ଅଲଗା ବାହାରି ଯାଉଛି, ଧାନ ୱାଇଜ ବାହାରି ଯାଉଛି, ପୁରା ରାଉଣ୍ଡ କରି ଲେଖି ଦଉଛି କେତେ ପରସେଣ୍ଟ ତାର କ୍ୱାଲିଟି କ'ଣ। ତେଣୁ ସେଟାକୁ ମିଲର ଦେଖୁଛନ୍ତି, ଦେଖିଲା ପରେ ସେ ତାଙ୍କ ବ୍ୟବସାୟ ଦୃଷ୍ଟିରୁ ସେଠି ତାଙ୍କର ଆର୍ଗୁମେଣ୍ଟ କରୁଥିବେ, ନେଗୋସିଏସନ କରୁଥିବେ। ଏଇ ଯୋଉ ଅଦିନିଆ ବର୍ଷା ହେଲା ସେଠି ସେଇ ଧାନ ଟିକେ କିଛି କଟନୀ ଛଟନୀ ହଉଛି। ଆପଣଙ୍କ ଅଭିଯୋଗରେ କେତେ କଟନୀ ଛଟନୀ 3 କେଜି 5 କେଜି କେତେ ହଉଛି? ସେଇ 3 କେଜି ଖଣ୍ଡେ କରୁଛି ବୋଲି ଖବର ଆସୁଛି। ସାର୍, ଏଥିପାଇଁ ଆଉ କିଛି ଆପଣଙ୍କ ତରଫରୁ କିଛି ନିର୍ଦ୍ଦେଶ ଦିଆଯିବ କି? ନାଇଁ, ଯୋଉଠି ଏଫିକୁ ମାନର କରିବାକୁ ଯିବ ସେଠି ଆକ୍ସନ ନିଆଯିବ। ଆଉ ଯୋଉଠି ଧାନର ମାନ ଠିକ ନାହିଁ ସେଠି ସେ ତାଙ୍କର ଚାଷୀ ମିଲର କଥା ହେଇ ଦଉଛନ୍ତି, ସେଥିରେ ସରକାରଙ୍କ କିଛି ଭୂମିକା ନାହିଁ। ଚାଷୀ ମାନେ ଯଦି ବାହାର ଦେଲେ ବହୁତ କମ ରେଟରେ ମଧ୍ୟ ପାଇବେ ସେମାନେ, ସେଥିପାଇଁ ଅଳ୍ପ କିଛି କଟନୀ ଛଟନୀ ପାଇଁ ବି ସେମାନେ ରାଜି। ଆମର ମୋ ନିର୍ବାଚନ ବେଳେ ଗୋଟିଏ ଗାଡି ଧରା ହେଇଥିଲା, ବାହାରେ ସେ ଦଉଥିଲେ ଆନ୍ଧ୍ରାକୁ, ତାକୁ କଲେକ୍ଟର ସିଜ୍ କଲେ। ସିଜ୍ ଏଫିକୁ ମାନ ଯେତେବେଳେ କରାହେଲା 24% ଆସିଲା, ସେଥିରେ ଏଫିକୁ ମାନରେ ଆସିଲା। ତେଣୁ ସେ ଧାନକୁ ତ କେହି କେବେ ହେଲେ ସରକାର କିଣିପାରିବେ ନାହିଁ କି ମିଲର ନେବେ ନାହିଁ। ତେଣୁ ସେ ତାର ବିକିଲେ, ତେଣୁ ବାଧ୍ୟ ହେଇ କଲେକ୍ଟର କିଛି ଫାଇନ କରି ସେ ଗାଡ଼ିକି ଛାଡ଼ିଲେ। କହିପାରିବେ କି ଧାନ ମଣ୍ଡି ସବୁ ଖୋଲିଲାଣି, ଆଉ କିଛି ଅସୁବିଧା ନାହିଁ ଧାନ ମଣ୍ଡିରେ? ମଣ୍ଡି ପ୍ରାୟ ଖୋଲିଗଲାଣି। ତେବେ ଚାଷୀ ମାନଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି, ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଯାଜପୁର କଥା କୁହନ୍ତୁ, ଏଇ କୋଷ୍ଟାଲ ବେଲ୍ଟ କଥା କୁହନ୍ତୁ, ବିଭିନ୍ନ ଜାଗାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି। ଅନ୍ୟପଟେ ସରକାର 3100 ଟଙ୍କା ଦେବେ ବୋଲି କହିଲେ, ତାପରେ ବି ଚାଷୀ ଅସନ୍ତୋଷ କେମିତି ରହୁଛନ୍ତି? ଚାଷୀ ଶୁଣନ୍ତୁ, ଆପଣଙ୍କର ଧାନ ଧରନ୍ତୁ 300 କ୍ୱିଣ୍ଟାଲ ହେଇଛି, ଆପଣ 200 କ୍ୱିଣ୍ଟାଲ ଟୋକନ ପାଇଛନ୍ତି, ଆଉ 100 କ୍ୱିଣ୍ଟାଲ ମୋର ଧାନ ହେଇଥାନ୍ତା, ସେ ପାଇଁ ଅଶାନ୍ତି ହଉଛନ୍ତି। ବିଭିନ୍ନ କାରଣ ଅଛି। ଶାନ୍ତି କ'ଣ, ଲୋକଙ୍କୁ ଗୋଟେ ଲୋକକୁ ଆପଣ ସବୁ ଜିନିଷ କେବେ ଶାନ୍ତି କରିପାରିବେ ନାହିଁ। ଟିକେ ଅଶାନ୍ତି ରହିବ, ତାକୁ ନେଇକି ଚଳେଇବା, କ'ଣ କରିବା।